ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ଜାଣିବା କର୍କଟ ରାଶି ପାଇଁ 2025 ମସିହାର ବାର୍ଷିକ ରାଶିଫଳ। ଏହି 2025 ମସିହାଟି କର୍କଟ ରାଶି ପାଇଁ କେମିତି ରହିବ? 2025 ମସିହା ବର୍ଷ ଆରମ୍ଭରୁ କର୍କଟ ରାଶି ପାଇଁ ଦେବଗୁରୁ ବୃହସ୍ପତି କର୍କଟ ରାଶିର ଏକାଦଶ ବା ଆୟଭାବ ବୃଷ ରାଶିରେ ଅବସ୍ଥାନ କରିଥିବାରୁ କର୍କଟ ରାଶି ବ୍ୟକ୍ତିବିଶେଷ ମା ମହାଲକ୍ଷ୍ମୀଙ୍କ କୃପା ସହିତ ନୂତନ ବର୍ଷ ଆରମ୍ଭ କରିବାକୁ ଯାଉଛନ୍ତି। ବୃହସ୍ପତି ଏହି ବୃଷ ରାଶିରେ 2025 ମସିହା ମେ ମାସ 14 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ ଏବଂ ତାପରେ ମିଥୁନ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି କର୍କଟ ରାଶି ବା କର୍କଟ ଲଗ୍ନର ତୃତୀୟ ଭାବ ଉପରେ ରହିଥିବାରୁ କର୍କଟ ରାଶି ବ୍ୟକ୍ତି ପରାକ୍ରମୀ ହେବା ସହିତ ଭାଇ ଭଉଣୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବା ବୁଝାମଣା ଲାଗି ରହିବ। ଅଧସ୍ତନ କର୍ମଚାରୀ ଆଜ୍ଞାଧୀନ ରହିବେ। ଚାକିରି କ୍ଷେତ୍ରରେ ବା କର୍ମକ୍ଷେତ୍ରରେ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ଆପଣଙ୍କ ରାଶିର ପଞ୍ଚମ ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ସନ୍ତାନମାନଙ୍କ ପାଇଁ ବଡ଼ ଶୁଭଙ୍କର ରହିବ। ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆର୍ଥିକ ଦିଗଟି ବେଶ୍ ସୁଦୃଢ଼ ରହିବା ସହିତ ଆୟ ଆଶାଠାରୁ ଅଧିକା ରହିବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ମାନସମ୍ମାନର ବିଶେଷ ବୃଦ୍ଧି ଘଟିବ। ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରିବେ ଓ ଦେଉଥିବା ପରୀକ୍ଷାରେ କୃତିତ୍ୱର ସହ ପାସ୍ କରିବେ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତି କରୁଥିଲେ ସଫଳତା ପାଇବାର ବହୁତ ସମ୍ଭାବନା ରହିଛି। ଲ ପ୍ରାକ୍ଟିସନର ବା ଆଡ଼ଭୋକେଟ୍ ମାନଙ୍କ ପାଇଁ ବର୍ଷଟି ବିଶେଷ ଶୁଭ ଫଳଦାୟୀ ରହିବ। ପ୍ରେମ ସମ୍ପର୍କରେ ଥିଲେ ବିବାହ ପାଇଁ ମନ ବଳାଇବେ। ଅବିବାହିତ ମାନଙ୍କ ପାଇଁ 2025 ମସିହା ବର୍ଷଟି ବେଶ୍ ଅନୁକୂଳ ଫଳ ପ୍ରଦାନ କରିବ। ମନପସନ୍ଦ ଜାଗାରୁ ସୁନ୍ଦର ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିରୀକୃତ ହେବ ଏବଂ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯିବ। ଆସନ୍ନ ସନ୍ତାନ ସମ୍ଭବା ପୁତ୍ର ସନ୍ତାନ ଜନ୍ମ ଦେବାର ବହୁତ ସମ୍ଭାବନା। ପୁନଶ୍ଚ ବୃହସ୍ପତିଙ୍କ ଦୃଷ୍ଟି କର୍କଟ ରାଶିର ସପ୍ତମ ଭାବ ଉପରେ ରହୁଥିବାରୁ ବାଣିଜ୍ୟ ବେପାର କରୁଥିଲେ ବ୍ୟବସାୟରୁ ପ୍ରଚୁର ଲାଭ କମାଇବେ। ନୂତନ ବାଣିଜ୍ୟ କରିବା ପାଇଁ ସୁଯୋଗ ଆସିପାରେ। ଭାଗୁଆଳୀ ବେପାର ମଧ୍ୟ ଲାଭଜନକ ରହିବ। ସରକାରଙ୍କ ସହିତ ବ୍ୟବସାୟ କରୁଥିଲେ କଣ୍ଟ୍ରାକ୍ଟ ଓ ଅର୍ଡ଼ର ସପ୍ଲାଏରୁ ପ୍ରଭୂତ ଅର୍ଥ ପ୍ରାପ୍ତ ହେବେ। ମିତ୍ରମାନଙ୍କ ସହିତ ଦୂର ଜାଗା ଭ୍ରମଣରେ ଯାଇପାରନ୍ତି। ପାରିବାରିକ ଶୃଙ୍ଖଳା ରହିବା ସହିତ ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବାର ଦେଖାଯାଉଛି। ସହଧର୍ମିଣୀଙ୍କ ପ୍ରରୋଚନାରେ ତୀର୍ଥାଟନ ପାଇଁ ବାହାରିବାର ସମ୍ଭାବନା ମଧ୍ୟ ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ କର୍କଟ ରାଶିର ଅଷ୍ଟମ ଭାବ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ଶନି 2025 ମାର୍ଚ୍ଚ ମାସ 29 ତାରିଖରେ ରାଶି ପରିବର୍ତ୍ତନ କରି ମୀନ ରାଶିକୁ ଯାଉଥିବାରୁ ବର୍ଷର ପ୍ରଥମ 3 ମାସ କର୍କଟ ରାଶି ଜାତ ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟଗତ ସମସ୍ୟା ଭିତର ଦେଇ ଗତି କରିବେ। ପୁରୁଣା ରୋଗର ପ୍ରାଦୁର୍ଭାବ ବଢ଼ିଯିବାର ସମ୍ଭାବନା। ଥଣ୍ଡା କାଶ ସର୍ଦ୍ଦି ବର୍ଷର ପ୍ରଥମ 3 ମାସ ପିଛା ଛାଡ଼ିବ ନାହିଁ। ଆଣ୍ଠୁଗଣ୍ଠି ବାତ ଥିଲେ ବିଶେଷ ସତର୍କତା ଅବଲମ୍ବନ କରିବେ। ମାର୍ଚ୍ଚ ମାସ 29 ତାରିଖ ପରେ ଶନି ମୀନ ରାଶିକୁ ଗମନ କଲେ 2.5 ବର୍ଷ ଧରି ଚାଲୁଥିବା ଶନି ଢାଇଆ କର୍କଟ ରାଶି ଉପରୁ ସମାପ୍ତ ହୋଇଯିବ ଏବଂ ଘାଣ୍ଟି ହେଉଥିବା ରୋଗରୁ ଆରୋଗ୍ୟତା ଆଡ଼କୁ ଗମନ କରିବେ। ପୁନଶ୍ଚ ଶନି ଢାଇଆ ଯୋଗୁଁ ଆପଣଙ୍କ ଜୀବନରେ ଯେଉଁ ଯେଉଁ କ୍ଷେତ୍ରରେ ସ୍ଥାଣୁତା ଆସିଥିଲା ବା ଯେଉଁ କାମ ସବୁ ନ ହୋଇପାରି ଅଟକି ଯାଇଥିଲା ତାହା ଧୀରେ ଧୀରେ ସମ୍ପନ୍ନ ହେବାକୁ ଲାଗିବ। ତେଣୁ ବର୍ଷର
ପ୍ରଥମ 3 ମାସଟି ଶନିଦେବଙ୍କ ପ୍ରଦତ୍ତ କଷ୍ଟ ଭୋଗି ସାରିବା ପରେ ଆପଣଙ୍କ ରାଶି ଉପରୁ ଶନିଦେବଙ୍କର ରୋଷ ଦୃଷ୍ଟି ହଟିଯିବ। 2025 ମସିହା ବର୍ଷର ପ୍ରାରମ୍ଭରେ କର୍କଟ ରାଶିର ନବମ ଭାବରେ ବିରାଜମାନ କରିଥିବା ରାହୁ ମହାଗ୍ରହ ମେ ମାସ 18 ତାରିଖ ଦିନ ଓଲଟା ଦିଗରେ ଗତି କରି ଆପଣଙ୍କ ରାଶିର ଅଷ୍ଟମ ଭାବ କୁମ୍ଭ ରାଶିରେ ପ୍ରବେଶ କରିବେ। ରାହୁ ମହାଗ୍ରହ ଏକ ଛାୟାଗ୍ରହ ଓ ରହସ୍ୟମୟ ଗ୍ରହ। ପୁଣି ତା ସାଙ୍ଗକୁ ରାଶିଚକ୍ରର ଅଷ୍ଟମ ସ୍ଥାନ ଏକ ରହସ୍ୟର ସ୍ଥାନ। ତେଣୁ ରାହୁ ମହାଗ୍ରହ ଆପଣଙ୍କ ରାଶିର ଅଷ୍ଟମ ଭାବରେ ରହିଲେ ଆପଣଙ୍କ ମନ ଗୁହ୍ୟ ବିଦ୍ୟା ଆଡ଼ିକି ଢଳିବାର ସମ୍ଭାବନା। ଗୁହ୍ୟ ବିଦ୍ୟା କହିଲେ ତନ୍ତ୍ର ମନ୍ତ୍ର ପ୍ରଭୃତିର ବିଦ୍ୟାକୁ ବୁଝାଇଥାଏ। ଏହି ସମୟରେ ବ୍ୟକ୍ତିର ମନ ମଧ୍ୟରେ ତନ୍ତ୍ର ମନ୍ତ୍ର ତଥା ବ୍ଲାକ୍ ମ୍ୟାଜିକ୍ ସମ୍ପର୍କିତ ବିଷୟ ସହ ପ୍ରବେଶ କରିଥାଏ। ତନ୍ତ୍ର ମନ୍ତ୍ର ପ୍ରତି ମଧ୍ୟ ମନ ମଧ୍ୟରେ ଏହି ସମୟରେ ଆଗ୍ରହ ସୃଷ୍ଟି ହେବ। ଜାତକ ଚକ୍ରରେ ରାହୁ ଓ ଶନି ଭଲ ସ୍ଥାନରେ ନଥିଲେ ବା ଜାତକକୁ ନକାରାତ୍ମକ ପ୍ରଭାବ ପ୍ରଦାନ କରୁଥିଲେ ଅହେତୁକ ଭୟ ଯଥା ଡାଆଣୀ ଚିରୁଗୁଣି ଭୂତପ୍ରେତ ଆଦି କାଳ୍ପନିକ ଭୟ ମନକୁ ସର୍ବଦା ଆଚ୍ଛନ୍ନ କରି ରଖିବ। ଏହାଛଡ଼ା ଅଷ୍ଟମ ସ୍ଥାନର ରାହୁ ଜାତକକୁ ପୋତାଧନ ବା ଗୁପ୍ତଧନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ବ୍ୟବସାୟରୁ ପ୍ରଚୁର ଧନଲାଭ କରାଇଥାଏ। କିନ୍ତୁ ତା ସହିତ ସମୟ ସମୟରେ ମୃତ୍ୟୁ ବିଷୟକ ଅହେତୁକ ଚିନ୍ତା ମନ ମଧ୍ୟରେ ଉଦ୍ରେକ କରାଇଥାଏ। ତେଣୁ 2025 ମେ ମାସ 18 ତାରିଖ ପରେ ରାହୁ ସମ୍ପର୍କିତ ନକାରାତ୍ମକ ଚିନ୍ତାରୁ ମୁକ୍ତି ପାଇବା ନିମିତ୍ତ ମା ଦୁର୍ଗାଙ୍କ ନାମ ଜପ କଲେ ସମସ୍ତ ଦୂରିତ ଖଣ୍ଡନ ହୋଇଯିବ ଏବଂ ଆପଣଙ୍କ ଉପରେ ରାହୁର କୁରଦୃଷ୍ଟିରୁ ଆପଣ ରକ୍ଷା ପାଇଯିବେ। ଏ ତ ଗଲା 2025 ମସିହା ପାଇଁ କର୍କଟ ରାଶିର ମୋଟାମୋଟି ବାର୍ଷିକ ରାଶିଫଳ। କିନ୍ତୁ 2025 ମସିହାର ସଠିକ୍ ଫଳ ଜାଣିବା ନିମନ୍ତେ ଜାତକ ଚକ୍ରକୁ ଅନୁଧ୍ୟାନ କରି ନାକ୍ଷତ୍ରିକ ମହାଦଶା ଅନ୍ତର୍ଦଶା ଓ ପ୍ରତି ଅନ୍ତର୍ଦଶା ସାଧନ କଲେ ଜାତକରେ କ'ଣ ଘଟୁଛି କାହିଁକି ଘଟୁଛି ଏବଂ ଆଗକୁ କ'ଣ ସବୁ ଘଟିବ ତାର ସ୍ପଷ୍ଟ ଚିତ୍ର ଜଣାପଡ଼ିବ। କାରଣ କର୍କଟ ରାଶିରେ 3 ଗୋଟି ନକ୍ଷତ୍ର ଭୋଗ ହୋଇଥାଏ ଯଥା ପୁନର୍ବସୁ ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର। ପୁନର୍ବସୁ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବୃହସ୍ପତି ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ବୃହସ୍ପତି ମହାଗ୍ରହଙ୍କ ପରେ କ୍ରମ ଅନୁସାରେ ଶନି ବୁଧ କେତୁ ଶୁକ୍ର ଓ ରବି ଏହିପରି ଦଶା ଭୋଗ କରିଥାନ୍ତି। ଯେଉଁମାନେ ପୁଷ୍ୟା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ଶନି ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ଶନି ମହାଗ୍ରହଙ୍କ ମହାଦଶା ସରିଗଲା ପରେ କ୍ରମାନ୍ୱୟ ବୁଧ କେତୁ ଶୁକ୍ର ରବି ଚନ୍ଦ୍ର ଏହିପରି ବିଭିନ୍ନ ଦଶା ଭୋଗ କରିଥାନ୍ତି। ଯେଉଁମାନେ ଅଶ୍ଳେଷା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବୁଧ ମହାଗ୍ରହଙ୍କର ମହାଦଶା ସମୟରେ ଜନ୍ମଗ୍ରହଣ କରିଥାନ୍ତି। ବୁଧ ମହାଗ୍ରହଙ୍କ ଦଶା ସରିଗଲା ପରେ କେତୁ ଶୁକ୍ର ରବି ଚନ୍ଦ୍ର ଏବଂ ମଙ୍ଗଳଙ୍କ ମହାଗ୍ରହଙ୍କ ଭଳି ଦଶା କ୍ରମାନ୍ୱୟରେ ଭୋଗ କରିଥାନ୍ତି। ତେଣୁ ଜାତକ ଚକ୍ରରେ ଆମେ ଦେଖିବା ସେହି ସମୟରେ ବା ଯେଉଁ ସମୟରେ ଆମେ ଜାଣିବାକୁ ଚାହିଁବା କ'ଣ ଘଟୁଛି ସେ ସମୟରେ କେଉଁ ମହାଗ୍ରହଙ୍କର ମହାଦଶା ଅନ୍ତର୍ଦଶା ବା ପ୍ରତି ଅନ୍ତର୍ଦଶା ଚାଲୁଅଛି ଏବଂ ସେମାନେ ଜାତକର କେଉଁ ଭାବରେ ବା କେଉଁ ସ୍ଥାନରେ ଅଛନ୍ତି ଶୁଭ ବା ଅଶୁଭ ଭାବରେ ଅଛନ୍ତି ସେମାନେ କାହା ଦୃଷ୍ଟିରେ ଅଛନ୍ତି ଏସବୁକୁ ବିଚାର କରି ଜାତକ ସମ୍ପର୍କରେ ଜଣେ ଭଲ ଜ୍ୟୋତିଷ ବା ଆଷ୍ଟ୍ରୋଲୋଜର ଆପଣଙ୍କୁ ସଠିକ୍ ଫଳାଦେଶ ପ୍ରଦାନ କରିପାରିବ ଏବଂ ପ୍ରତିକାର ମଧ୍ୟ ବତାଇ ପାରିବ। ଏବେ ଜାଣିବା କର୍କଟ ରାଶିଜାତ ବ୍ୟକ୍ତି ଏସବୁର ବିଶେଷ ଶୁଭଫଳ ପାଇବା ନିମନ୍ତେ 2025 ମସିହାରେ ପ୍ରତ୍ୟହ ଶିବଙ୍କର ମହାମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ସମସ୍ତ ଦୋଷ ଖଣ୍ଡନ ହୋଇ ସମୟଟି ବହୁତ ଭଲରେ ଅତିବାହିତ କରିବେ। ତେଣୁ
ଶିବଙ୍କର ଜପ, ଶିବଙ୍କର ସ୍ମରଣ, ଶିବଙ୍କର ଧ୍ୟାନ ତଥା ଶିବ ପୂଜନ ଓ ଶିବାଭିଷେକରେ କର୍କଟ ରାଶିଜାତ ବ୍ୟକ୍ତି ନିଶ୍ଚିତ ଭାବରେ ବହୁତ ଶୁଭଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।